ଭୟାନକ ହେଲେ ଭିତରକୁ ଯିବା ପାଇଁ ଆମେ ଭାବୁଛୁ ହେଲେ ଯାଇପାରୁନୁ। ଭାବୁଛୁ ଯିବା ନା ନାଇଁ? ହଁ ଭାଇ ଯିବା। ଦେଖି ସକାଳୁ ଭାଇ ଲାଗୁଛି ମାନେ କ'ଣ ଲାଗୁଛି ଆମକୁ କିଏ ଆଣିକି ଏଠି ଫସେଇ ଦେଇଛି ନା ଆମେ ଆସିକି ନିଜେ ଏଠି ଫସି ଯାଉଛୁ। କ'ଣ କରିବା ଘରଟା ଯେଉଁ ଅଛି ଗୋଟେ ମାନେ ଏତେ ଡର ଲୋକ ମନରେ ସେ ଆଗରେ ଗଛ ପତ୍ର କ'ଣ ହଲୁଛି ମତେ ଲାଗୁଛି କି ଗୋଟେ ସେଇଠି ଠିଆ ହେଇଛି ବୁଝିଲ। ଭିତରକୁ ଯାହା ହେଲେ ଭୂତ ଦେଖିବାକୁ ଯିବାକୁ ପଡ଼ିବ। ଏଇପଟେ ଯିବା କି ଗଛଟା କ'ଣ ଏମିତି ସାପ ଲେଖାଇଛି। ଗାଇସ୍ ୱେଲକମ୍ ବ୍ୟାକ୍। ଆଜି ଆମର ନୂଆ ଭିଡ଼ିଓଟେ ଆସୁଛି ଘୋଷ ବ୍ଲଗ୍। ତ ଆମେମାନେ ଏତିକି ଯାଉଛୁ ଆଉ ଏପଟେ ପଛରେ ସବୁ ଅଛ। ଆଉ ଆଜି ଆମେ ଯିବା ଗୋଟେ ନୂଆ ହିଡେନ୍ ପ୍ଲେସ୍କୁ ଯିବା ଯେଉଁଟାକି ସେ ଲୋକେସନ୍ଟା ଆମେ ଜଣାଇ ପାରିବାନି ତୁମମାନଙ୍କୁ କି ସେ ବହୁତ ପ୍ରାଇଭେସି ଅଛି ସେ ଜାଗାର। ତ ବର୍ତ୍ତମାନ ଆମେ ସେ ଜାଗାକୁ ଆମେ ବାହାରିକି ଯାଉଛୁ ଆଉ ଯାଇକି ଆମେ ଆପଣମାନଙ୍କୁ ଦେଖେଇବୁ ସେ ଜାଗାରେ କ'ଣ କ'ଣ ଆକ୍ଟିଭିଟି ହେଉଛି ଆଉ ସେ ଜାଗାରେ ଭୂତ ଦେଖିବା ପାଇଁ ମିଳୁଛି ନା ନାହିଁ। ଆଉ ଆମେ ବର୍ତ୍ତମାନ ସେ ଜାଗାକୁ ବି ଯାଉଛୁ ପହଞ୍ଚିକି ଆମେ ଆପଣମାନଙ୍କୁ ପୁରା ଭିଡ଼ିଓ କରିକି ଦେଖେଇବୁ। ଠିକ୍ ଅଛି ରହିଲୁ ଲୋକେସନ୍କୁ ଯାଇ ପହଞ୍ଚି ଦେଖ। ଆମେ ଆସିକି ଯେଉଁଟା ପହଞ୍ଚି ଯାଇଛୁ ଏମିତିଆ ଲୋକେସନ୍ରେ ଯେଉଁଠିକି ପୁରା ହଣ୍ଟେଡ଼୍ ଜାଗା ପୁରା ସମସ୍ତଙ୍କୁ ଡର ଲାଗିଲାଣି। ଜାଗାଟା ମୁଁ ଦେଖେଇ ଦେଉଛି ଏମିତି କିଛି ଅଛି। ହଁ ଜାଗାଟା କିଛି ଏମିତି କିଛି ଅଛି ପୁରା ଏମିତି ପୁରା ଅଛି ଲୋକେସନ୍। ଆଉ ସେଇପଟେ ଏରିଆରେ ମାନେ ଆମମାନେ ଶୁଣିଛୁ କି ସମସ୍ତେ କୁହନ୍ତି କି ସେଇପଟେ ରାତି ହେଲେ କିଏ ଗୋଟେ ଯିବା ଆସିବା କରୁଛି। ଏଇ ପାଖରେ ଯେଉଁ ନେବର ଲୋକମାନେ ବି ସବୁ ଯେଉଁ ରହୁଛନ୍ତି ସେମାନେ କହୁଛନ୍ତି କି ରାତି ହେଲେ କିଏ ଗୋଟେ ସେପଟେ ଯିବା ଆସିବା କରୁଛି। ସେମାନେ ବି ଦେଖିବାକୁ ବି ପାଉଛନ୍ତି କି ଚାଲିକି ଯିବା ଆସିବାରେ କି କିଏ କାନ୍ଦିବାରେ। ତ ସେମାନେ ବି କମ୍ପ୍ଲେନ୍ କରନ୍ତି ଘର ପାଖାପାଖି ଲୋକ। ତ ସେଥିପାଇଁ ରାତି ହେଲେ ଏଠି କେହି ଆସନ୍ତି ନାହିଁ। ତ ଫାଇନାଲି ଆମେ ସେଇ ଜାଗାରେ ଆସିକି ପହଞ୍ଚିଛୁ। ଆଉ ଏଠି ଗଛଟା ଯେଉଁ ଅଛି ଗଛରେ ସବୁବେଳେ କିଏ ରାତି ହେଲେ ମାନେ ଓହ୍ଲେଇକି କିଏ ଗୋଟେ ଆସେ ଏଇପଟେ ଓହ୍ଲେଇକି ଗଛରେ ଏମିତି ଚଲାଚୁଲି କରେ। ତ ଏଇସବୁ ଯେଉଁ ଘର ଏଇସବୁ ବଡ଼ ବଡ଼ ଯେଉଁ ଘର ଯେଉଁ ଅଛି ସେ ଯେଉଁ ଶୁଣିପାରୁଥିବେ ଆପଣ। ଆମେ ବି ଫିଲ୍ ଜଷ୍ଟ ମାନେ ଆପଣଙ୍କୁ ଲାଗୁଥାଇ ପାରେ ସ୍କ୍ରିନ୍ ସେପଟେ ବଟ୍ ଆମେ ଫିଲ୍ କରୁଛୁ ଜିନିଷଟା ଏବେ। ହଁ ତ ବି ବର୍ତ୍ତମାନ ସେଇ ଗଛ ତଳେ ଅଛୁ ଆମେ। ଡେଞ୍ଜର ଗଛଟା ଆଉ ଟିକେ ଆଗକୁ ଯିବାନି ଆଗକୁ ଯିବାକୁ ଟିକେ ଚେଷ୍ଟା ଟିକେ କରିବା ଦେଖିବା। କିନ୍ତୁ ତ ଏମିତି କିଛି ସେ ଗଛ ଅଛି ପବନ କିଛି ସାଉଣ୍ଡ ଫାଉଣ୍ଡ ଭିତରୁ ଆଉ ଟିକେ ଭିତରୁ ଯିବ ଚାଲ। ଗୋଟେ ଘରଟା ଦେଖୁନ ଯୋଉଟା 2 ବର୍ଷ ହେଲା ବନ୍ଦ ହେଇଯାଇଛି ଅଧା। ସେ ମାଲିକ ଯିଏ ଘର ଜାଗା କିଣିଥିଲା ଘର କରିବ ବୋଲି ସେଠି କ'ଣ ହେଇଛି ନା ସେ ଯେତେବେଳେ ଅଧା ଘର ତିଆରି କରିଥିଲା ସେ ନିଜେ ଏକ୍ସପାର୍ଟ କରିଗଲା ଯିଏ ଘରର ମାଲିକ ଯିଏ। ଠିକ୍ ଅଛି ତାକୁ ବି କୁଆଡ଼େ ସ୍ୱପ୍ନରେ ଆସିଥିଲା କି ଆଉ ତୁ ଘର ଦ୍ୱାର କରନା ତ ସେଠି ତୋ ପାଇଁ ଭାରି ବିପଦ ଅଛି। ସେ କହିଲା ଆଉ ଏଇଟା ତ ଅସମ୍ଭବ ମୁଁ ସେଠି ଜାଗା କିଣିଛି ମାନେ ଘର ଦ୍ୱାର କରି। ତ ଏଠି ବିରାଟ ବଡ଼ ଜଙ୍ଗଲରେ ବହୁତ କମ୍ ଘର ଅଛି। ଆଉ ଯେଉଁମାନଙ୍କ ଘର ବି ଅଛି ସେଠି ମାନେ ରାତି 8ଟା 7:30 8ଟା ହେବ ମାନେ ତ କାହାର ଗୋଟେ ଝରକା ବି ଖୋଲେନି। ମାନେ ଏତେ ପିଲା ମାନେ ଏତେ ଲୋକ ବି ଅଛନ୍ତି ମାନେ ବହୁତ ସାରା ଲୋକ ଏଠି ଡରିକି ବି ରହୁଛନ୍ତି ଯେହେତୁ ଏ ଭିତରେ ଏମିତି ହେଇଛି। ତ ରିସେଣ୍ଟଲି ଗୋଟେ ମାଲିକ 2 ବର୍ଷ ହେବ ଜାଗା କିଣିକି ମରିଯାଇଛି। ମରିଗଲା ପରେ ତାପରେ ସେ ଘରଟା ବି ଆମେ ଦେଖାଉଛୁ। ସେ ଘରଟା ଦେଖନ୍ତୁ ପୁରା ଅଧୁରା ହେଇକି ହିଁ ରହିକି ଘରଟା ଭିତରକୁ ଯିବୁ ଦେଖିବୁ। ତା ଭିତରେ 2 ବର୍ଷ ହେଲା ମାନେ କ'ଣ ହେଇଛି ଦୀର୍ଘ 2 ବର୍ଷ ଭିତରେ ହେଇଯାଇଛି ସେ ଭିତରେ। ଆମେ ଯାଇ ଦେଖିବୁ ସେ ଭିତରେ ଆକ୍ଚୁଆଲି ପ୍ରକୃତରେ ହେଇଛି କ'ଣ ଆପଣମାନଙ୍କୁ ବି ଦେଖିବୁ ସେ ଭିତରେ ଘଟୁଛି କ'ଣ। ଠିକ୍ ଅଛି ସେ ଯେଉଁ ଭିତରକୁ ଯାହା ହେଲେ ଭୂତ ଦେଖିବାକୁ ଯିବାକୁ ପଡ଼ିବ। ଏଇପଟେ ଯିବା କି ଗଛଟା କ'ଣ ଏମିତି ସାପ ଲେଖାଇଛି। ଆମେ ଯେତେବେଳେ ବସୁଥିଲ 2-3 ଥର ମନକୁ ନିଆଁ ଲାଗିଛି ଜଙ୍ଗଲ ଫଙ୍ଗଲ ଜଳିଯିବେ। ଏଇଟା ପୁରା ସତ କଥା। ଏଇଟା ମୁଁ ବି ନିଜର ଅଭିମାନ ଥିଲେ ସବୁ ପଚାର ମୁଁ ବି ଥିଲି ଗାଇସ୍ ମୁଁ ଥିଲି ସେ ଜାଗାରେ। ଜଙ୍ଗଲ ମନକୁ ନିଆଁ ଫିଆ ଲାଗେ ଜଳେ ହୁତୁ ଥଣ୍ଡା ଦିନ ଆସିବ କିଏ ବି ଆସେ ଗୋଟେ ଦୌଡ଼ା ଦୌଡ଼ି କରି ଏପଟେ ଯିବା ଏଇପଟେ ଆସୁନ ଯାହା ବି ହବ ଭୁଲଭାଲ ହବ। ଅବିକା ସମୟରେ ଆକ୍ଚୁଆଲି ତାଙ୍କ ନାଁଟା କ'ଣ କହିଲ ଧରିବା କଥା। ହଉ ଠିକ୍ ଅଛି ଯାହା ବି ହବ ଭୁଲଭାଲ ପୁରା ହବ। ଦୁଇଟି ଅଛି ଗାଇସ୍ ଆମେ ପଛରୁ ବି ଆସିଲୁ ବର୍ତ୍ତମାନ ଏପଟ ସାଇଡ୍ରୁ ଆସିଲୁ। ଏଇ ପଛ ସାଇଡ୍ରୁ ଆମେ ବର୍ତ୍ତମାନ ଏପଟ ସାଇଡ୍ ଆସିଲୁ ପଛ ବାର ଆଇଲୁ। ସେଇ ଯେଉଁ ଗଛ ଏଇ ଯେଉଁ ଘରଟା ଏଇ ଯେଉଁ ଗଛଟା ଯେଉଁ ନାହିଁ ଗୋଟେ ଘାଉ ଚିଲେଇଲାଣି ସେ ପଛରେ
ସିରିୟସଲି ଏଠି ସାଉଣ୍ଡ ହେଲାଣି ଗାଇସ୍ ଦେଖିପାରୁଥିବେ ଦି ହାତ ଦେଖ ରାଇଟ୍ ସାଇଡ୍ ବୋଇଲା ଦେଖ 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 ସେଇ ଭିତରେ ଦେଖ ଦେଖିବା ସାଉଣ୍ଡ ହଉଛି ଶୁଭା ଯାଉଛି ଯିବା 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 ସେ ଭିତରକୁ ଯିବା ଗୋଟେ ଘର ଶୁଣ ହ୍ୟାଲୋ ଆମେ କଣ କରିବା ସେଇ ଭିତରୁ ସେଇ ଘରଟା ଯୋଉ ଅଛି ଗୋଟେ ମାନେ ଏତେ ଡର ଲୋକ ମନରେ ଏଠି ପେଦା ହେଇସାରିଲାଣି କି ଲୋକମାନେ ଏଠି ବର୍ଡର କରିସାରିଲାଣି ଉଞ୍ଚା ବାଲା ଯେମିତି ଏଠି ମାନେ ପୁରା ବଡ଼ ନିଜ ସେପାରେଟ୍ ଘର ଯାହାର ଏଠି ସବୁ ଏରିଆରେ ଅଛି ସେମାନେ ଏଇ ଜଙ୍ଗଲକୁ ଖାସ୍ କରି ସାଇଡ୍ କରିକି ଏ ସେପାରେଟ୍ ଯେତିକି ସ୍ପେସ୍ଟା ଅଛି ତ ଏ ପ୍ଲେସ୍କୁ ମାନେ ଆଉ କେହି ବି ଲୋକମାନେ କେହି ଭିଜିଟ୍ ବି କରିବାକୁ ମାନେ ଟ୍ରାଏ ବି କରୁନାହାନ୍ତି ଇଭେନ୍ ତାଙ୍କ ନିଜର କିଛି ଏପଟେ ମାନେ କିଛି କାରୋବାର ରଖୁନାହାନ୍ତି ହେଲେ ଆମେ ଦେଖାଯାଉ ଏଇଟା ବଡ଼ ରିକ୍ସଟା ନେଇକି ଆସିଛି ସେ ଗଛଟା କ'ଣ ହଲିଲା ଏଇ ଭାଇ ନାଇଁ ନାଇଁ ଯିବା ଆସ୍ତେ କି ଭାଇ ଇଆଡ଼େ ଯିବ କି ଏଇ ଗୋବର ଅଛି ଯୁଆଡେ ଯିବ ଗୋଟେ ଅଛି ଘରଟା ଏଇଟା ପୁରା ଡେଞ୍ଜର ଦେଖାଯାଉଛି ଦେଖୁନ ଏପଟେ ଲାଇଟ୍ ମାନେ ଦେଖୁନ କେମିତି ଦେଖାଯାଉଛି ଆପଣମାନେ ଦେଖିପାରୁଥିବେ ଭିତରେ ଆକ୍ଚୁଆଲି ଏଇଟା ଏଣ୍ଟ୍ରି ସ୍ପେସ୍ଟା ହିଁ ଆପଣ ଯିବା ଗଲାବେଳେ ହଣ୍ଟର ପ୍ଲେସ୍ଟା ପୁରା ହଁ ପୁରା ହଣ୍ଟର ପ୍ଲେସ୍ ଏମିତି ଦେଖିପାରୁଥିବେ ପୁରା ଏମିତି ପୁରା ଭୟାନକ ଜାଗା ଅଛି ସିଆଡ଼କୁ ପୁରା ନା ଯିବା ଭିତରକୁ ଚାଲ ଭିତରକୁ ଯିବା ନା ଆଉ ଭିତରେ ଦେଖିବା କ'ଣ ଦେଖିବାକୁ ଆମକୁ ମିଳୁଛି ଦବା ହଁ ଆସ ହବନି ଯିବା ହଁ ଠିକ୍ ଆସ ଚାଲ ଆସ ଦେଖାଉଥାଉ କାରଣ ଭାଇ ଆମେ ଯେତେ ତଳୁ ଯାଉଛୁ ସେତେ ତଳୁ ଘାସ ଦେଖିପାରୁଥିବେ ଆପଣମାନେ ଗୋଟେ ଘର ଏଇ ଗଛଟା ଦେଖିପାରୁଥିବେ ସାଙ୍ଗମାନେ ଏଇଟା ତାଙ୍କ ଏଣ୍ଟ୍ରି ଗଛକୁ ମାନେ ଏଣ୍ଟ୍ରି ଘରକୁ ତାଙ୍କର ଏଇ ଗଛଟା ଲମ୍ବିଛି ଏଇ ଯେଉଁ ଗଛଟା ଯେଉଁ ହେଇଛି ଏଇଟା ହେଉଛି ଡିମିରି କୋଳି ଗଛ ଏଇ ଗଛରେ ଭୂତ ପ୍ରେତ ମାନେ ରହିବା ପାଇଁ ବହୁତ ଭଲ ପାଆନ୍ତି ଆଉ ଆମେ ଏଇ ଜାଗାରେ ଦେଖନ୍ତୁ ଏମିତି କିଛି ଗଛ ଆଗକୁ ଟିକେ ଯିବାନ୍ତୁ ଏପଟକୁ ଯିବା ଭାଇ ଏଇଗୁଡ଼ା କ'ଣ ବସିଗଲାଣି ମୋ ହାତ ଭାତରେ ସେଠି ଭିତରେ ଲାଗୁଛି କି ଗୋଟେ ଏମିତି ଠିଆ ହେଇଛି ଟାଇମ୍ଟା ଦେଖୁନ ଟିକେ କେତେଟା ହେଇଛି ଭାଇ ଟାଇମ୍ଟା ଦେଖ ଦେଖୁନ ହଁ ଦେଖ ଟାଇମ୍ ହେଇଛି 1:30 ପାଖାପାଖି ହେବାକୁ ଆସିଲାଣି 1:23 ହେଲାଛି ତ ବି ଆମେ ଭିତରକୁ ଯିବୁ ଭୟାନକ ହେଲେ ଭିତରକୁ ଯିବା ପାଇଁ ଆମେ ଭାବୁଛୁ ହେଲେ ଯାଇପାରୁନୁ ଭାବୁଛୁ ଯିବା ନା ନାଇଁ ହଁ ଭାଇ ଯିବା ଦେଖେଇ ଦେ ଭାଇ କିଏ ଅଛ ସମସ୍ତେ ଏଇଠି ଅଛୁ ଏଇଠି ଲିପୁ ଅଛି ଏଇଠି ଏଇ କ'ଣ ଆବାଜ ହେଲାଣି ତ ଚାଲ ଆମେ ଆସ୍ତେ ସୁସ୍ତେ କିଛି ଆବାଜ କରିବାନି ଚୁପଚାପ ହେଇକି ଯିବା ଆସ ଏମିତି ଜାଗା ଅଛି ଜାଣିପାରୁଥିବେ ଭାଇ ଦେଖିଲେ ଏଇଟା କେମିତି ଏଇଟା କ'ଣ କେମିତି ଦେଖୁଛି ବୁଢ଼ୀ ଆଣି ଚାଲେ ଆସ ଭାଇ ଆସ ଏପଟକୁ ଆସ ଏଇ ରୁମ୍ଟା ଭାଇ ଏଡି ବଡ଼ଟା ଭାଇ ସେଠୁ ଭାଇ ନାହିଁ ତ ଭାଇ ସେଠୁ ନାହିଁ ଭାଇ ଏଇଠି ମାନେ ଜାଣିପାରୁଥିବେ ଏମିତି କିଛି ଜାଗା ଅଛି 80 ବର୍ଷର କୁଆ ଏଇଟା ଆଚ୍ଛା ସେ ତାହେଲେ ସେଇ ଯେଉଁ ଏଇ ଗଛ ଗୁଡ଼ା କେମିତି ହେଇକି ଅଛି ଏଇ ଗଛରା ଆପଣମାନେ ଦେଖିକି ଜାଣିପାରୁଥିବେ ଆଇଡ଼ିଆ ଲଗେଇ ପାରୁଥିବେ ଏଇ ଗଛଟା ବି ଦେଖ ଭାଇ କେମିତିଆ ଗଛଟା କେମିତି ସବୁ ହେଇକି ଅଛି ଏଇଠି ଏପଟେ ଗୋଟେ ଦେଖିପାରୁଥିବେ ଗଛଟା ତ ଏମିତି କିଛି ଅଛି ତ ଇଆଡ଼େ ବି ଆହୁରି ଜାଗା ଅଛି ହେଲେ ଆମେ ଯିବା ଏପଟେ ଆବାଜ ପଛରେ ଖଡ଼ ଆବାଜ ହେଉଛି ଜାଣିପାରୁଥିବେ ସବୁ କୁଆଡ଼େ ଯିବା ସେଇପଟେ ଚାଲ ଏଇ ପଟେ ମୁଁ ଯେଉଁ ପଟେ ଅଛି ହଁ ସେଇପଟେ ବି ବାଟ ନା ସେଇପଟେ ବୁଲିକି ଯିବା ଚାଲ ଆଗ ପଟୁ ତ ଇଆଡ଼େ ବି କେହି ଆସନ୍ତିନି ବିକଜ ଏଠି ହଣ୍ଟେଡ଼ ପ୍ଲେସ୍ଟା ବୋଲି ସେଥିପାଇଁ ତ ଏ ଗଛଟାକୁ ଦେଖିକି ଆପଣ ଜାଣିପାରୁଥିବେ ଏ ଗଛ ହେଇଛି କେମିତି ଏଇସବୁ ଗଛ ମାନଙ୍କରେ ଆକ୍ଚୁଆଲିରେ ଭୂତ ରୁହେ ଆଉ ଆମେ ତ ଅବି ବର୍ତ୍ତମାନ ଦେଖିବାକୁ ତ ମିଳିଲାନି ଭୂତକୁ ଆମେ ରିସର୍ଚ୍ଚ ଷ୍ଟାର୍ଟ କରିଛୁ ଆଉ କଣ୍ଟିନ୍ୟୁ ଜାରି ରହିଛି ଦେଖାଯାଉ ଆଗକୁ ଭୂତ ମିଳୁଛି ନା ନାହିଁ ଆମକୁ ଦେଖିବା ପାଇଁ କିଛି ମିଳୁଛି ନା ନାହିଁ ନାଇଁ ଇଆଡ଼େ ଅଛି ଆସ ଆରେ ଭାଇ ପୁରା ଜାଗା ପୁରା ଭୟାନକ ହେଇଛି ଜାଗା ପୁରା ଜାଗା ପୁରା ଭୟାନକ ଶିବାଦାରୁ ଜାଗା ପୁରା ଭୟାନକ ହେଇଛି ଜାଣିପାରୁଥିବେ ଦେଖିପାରୁଥିବେ ଏମିତିଆ ଯେଉଁ ଜାଗା ଦେଖିଲ ସେଇଥିପାଇଁ କହୁଥିବେ ଭାଇ ତମକୁ କହୁନି ଏ ଭିତରକୁ ଭାଇ ଆସିଯିବାଟା ଭାଇ ଭିତରକୁ ଆସିଲା ଭାଇ ଭୁଲ ପୁରା
এই দেখো ভাই এই বড়টা ହେଲା ଭାଇ ତାର এই ବଡଟା ଭାଇ ଏଉଠୁ ଭାଇ ଷ୍ଟାର୍ଟ ହେଇଯାଉଛି ତା ବଡ ଏଉଠୁ ଭାଇ ଯୋଉ ବଡ ଭାଇ ତମେ ଏଣ୍ଟ୍ରି କରିଛ ହଁ ଆସ ଆଗକୁ ଆସ ଆଗକୁ ଆସ ଆପଣ ଦେଖିବେ ରୁହ ରୁହ ଏଇ ଘର ଭିତରେ କିଏ ଅଛି କି ଏଠି? ହଁ 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 ଏଠି ଏଇ ପ୍ରପର୍ଟିର ମାଲିକ ଯିଏ ସେଇ ହିଁ ଏଠି ରୁହେ ତାର ପୁରା ଅଲ୍ ପରିବାର ମରିଯାଇଛନ୍ତି ଜାଣିଛ ତ ଆଗକୁ ମୋତେ କାହିଁ ଲାଗୁଛି ଆମେ ଯାଇପାରିବାନି ବିକଜ ଏଠି କ'ଣ କହିଲେ ପୁରା ଝୁଙ୍କି ତଳକୁ ଏମିତି ପୁରା ଝୁଙ୍କିକି ଯିବାକୁ ପଡ଼ିବ ଝୁଙ୍କିବାକୁ ପଡ଼ିବ ଆଉ ମୁଣ୍ଡ ବି ବାଜୁଛି ପତ୍ରରେ ଫିର୍ ବି ଆମେ ଝୁଙ୍କି ଯାଇ କେତେ ବାଟ ଆଗକୁ ପଳେଇ ଆସିଛ ତ ଏଇ ଜାଗାର ଯିଏ ପ୍ରପର ମାଲିକ ଯିଏ ତାଙ୍କ ବଂଶରେ ବହୁତ ବଡ଼ ମୁଣ୍ଡ ଚାଲିଯାଇଛି ଏ ଜାଗା ଯିଏ କିଣିଛି ତାଙ୍କ ପୂର୍ବ ପୁସ୍ତାନ ବହୁତ ଲୋକ ମରିଯାଇଛନ୍ତି ତ ଅବିକା ସମସ୍ତଙ୍କୁ କ'ଣ କରାଯାଇଛି ନା ସେଠି ଯେତେକ ଆତ୍ମା ଅଛି ତାଙ୍କର ସବୁ ଜାଗାରେ ଭଟକୁଛି ତ ଏଠି କାହାକୁ ରଖେଇ ଥୋଇ ଦେଉନାହାନ୍ତି ତ ଏଇ ଜାଗା ଯିଏ କିଣାକିଣି କରୁଛି ସିଏ ବି ଡେଟ୍ ହେଇଯାଉଛି ତ ଏ ଭିତରେ ବି ଘର ଗୋଟେ ଏମିତି ବନା ହେଇଥିଲା କି ଆଜି ଦୀର୍ଘ 10 ବର୍ଷ ଖଣ୍ଡେ ହେଇଗଲାଣି ତ ଏଠି ଘର ହେଇପାରିଲାନି ସମ୍ପୂର୍ଣ୍ଣ ନା ଲୋକ ବି ରହିପାରିଲାନି ଏ ପ୍ଲେସ୍କୁ ସମସ୍ତେ ଆସିବାକୁ ଡରନ୍ତି ବହୁତ ରିକ୍ସରେ ଆସିଛୁ ଭିଡ଼ିଓ କରିବାକୁ ମିଡିଲ୍ ଅଫ୍ ଦ ଜଙ୍ଗଲରେ ଠିଆ ହେଇଛୁ ମାନେ ଗୋଟେ କହିପାରିବ ଟାଇପ୍ ଅଫ୍ ଏ ପ୍ଲେସ୍ ବି କେହି ବି କହିପାରିବେନି ଏ ପ୍ଲେସ୍ ବହୁତ ଡେଞ୍ଜର ଅଛି ସେଠି କ'ଣ ଗୋଟେ ଅଛି ତ ଆମେ ସିନା ଆମେ ଟିକେ ପରମିସନ୍ ନେଇକି ଭିଡ଼ିଓ କରିବାକୁ ଆସିଛୁ ଠିକ୍ ଅଛି ଆସ ତ ଆମ ଏଠିକା ତ ଏଠି ଗୋଟେ କ'ଣ ଗୋଟେ ଅଛି ଯେତେକ ସାଇଡ଼୍ରେ ଯେତେକ ଲୋକ ଅଛନ୍ତି ତ ସେଇମାନେ ଆମକୁ କହିଛନ୍ତି କି ତ ଏଠି ଗୋଟେ ଛୋଟ ବାଲା ଗୋଟେ ଘରଟା ଅଛି ଜାଣିପାରୁଥିବେ ଏଠି ଗୋଟେ ବଡ଼ ଗଛଟା ଅଛି ଏମିତି କିଛି ଯେତେ ଭିତରକୁ ଆସୁଛୁ ଭାଇ ଗୋଟେ ଅଲଗା ଅଖାଡୁଆ ଟାଇପ୍ର କ'ଣ ହେଲା ଭାଇ ଏଠି କ'ଣ ଏମିତି ଭାଇ ସିନ୍ ହେଲା ଭାଇ ଓ ଭାଇ ଭିଡ଼ିଓ ବନେଇବୁ ଆ ଭିତରେ ବି ଜାଗା ଅଛି ହେଲେ ସେପଟୁ ଯିବା ପାଇଁ ରାସ୍ତା ନାହିଁ ଏଇଟା ଲାଷ୍ଟ ହଁ ସେପଟୁ ଯିବା ପାଇଁ ରାସ୍ତା ଅଛି ହେଲେ ଏପଟକୁ ଯାଇ ହେବନି ବା ବାଟ ଟୋଟାଲ ବନ୍ଦ ଅଛି ସେଇ ସାଇଡ଼ରେ ଅଛି ଆଉ ଏଠି ଗୋଟେ ଜଷ୍ଟ ଗୋଟେ ବାମ୍ଫି ଭଳିଆ ଅଛି ଛୋଟିଆଟା ଆଉ ଇଆଡ଼େ ଚଲନି ସେ ଆଗରେ ଗଛ ପତ୍ର କ'ଣ ହଲୁଛି ତ ଲାଗୁଛି କି ଗୋଟେ ସେଇଠି ଠିଆ ହେଇଛି ବୁଝିଲ ଭାଇ ନାଇଁ ଭାଇ ଭାଇ ପଳେଇ ଆସ ଭାଇ ରିଟର୍ନ ଭାଇ ରିକ୍ସ ନବାନି ଭାଇ ପଳେଇ ଏଠି ବହୁତ ସାରା ନାଇଁ ଏଇ ସବୁ ଯୋଉ ଜିନିଷ ଘଟୁନି ତମ ସାଙ୍ଗରେ ଏଇଟା ତମେ ଦେଖିନ ସିରିୟସଲି ଭାଇ ଫାର୍ଷ୍ଟ ଟାଇମ୍ ଦେଖୁଛି ଭାଇ ନାଇଁ ଏଇ ଯୋଉ ଜିନିଷ ସବୁ ଘଟୁନି ଇଏ ସବୁ କ'ଣ କହିଲ ଇଏ ଯାହା ସେଇ ଚାହୁଁଛି ସେଇଆ କରିଦେଉଛି ବୁଝିପାରୁଛ ସେ ଯାହା ଚାହିଁବେ ସେଇଆ କରିଦେବ ଗୋଟେ ସାଉଣ୍ଡ ହେଉଛି ସେପଟେ ଜାଣିପାରୁଛ ଆମ କ'ଣ ଆମର ଠାକୁରଙ୍କ ସେପଟେ ଗୋଟେ ସାଉଣ୍ଡ ହେଉଛି ଦେଖ ଜାଣିପାରୁଛ ରେଡି ରେଡି ପୁରା ଭାଇ ମୁଁ କହିଲି କି ମାନେ ଏଠି ପୁରା ଅଖାଡୁଆ ଭାଇ ଲାଗୁଛି ମାନେ କ'ଣ ଲାଗୁଛି ଆମକୁ କି ଆଣିକି ଏଠି ଫସେଇ ଦେଇଛି ନା ଆମେ ଆସିକି ନିଜେ ଏଠି ଫସି ଯାଉଛୁ କ'ଣ କରି ସେଇ କଥା ବା ଆମେ ମାନେ ଦେଖ ଆମ ମାଇଣ୍ଡ ଏମିତିଆ ଡାଇଭର୍ଟ ହେଇସାରିଛି ଏବେ ଏଠିକି ଆସିକି ମାନେ ଆମେ ଏ ଫ୍ରଣ୍ଟରେ ଯେଉଁ ଘରଟା ଦେଖି ସାରିଲୁ ଆମେ ଏଠୁ ହଁ ହଲିବି ଏଠୁ ମାନେ ସିରିୟସଲି ଦେଖ ଆମେ ଚାହିଁକି ମୁଁ ବି ଚାହୁଁଛି ଆଗକୁ ଯିବାକୁ ହେଲେ ଦେଖ ମୁଁ ବି ଏଠି କଥା ବୋଳରେ ଏମିତି ମୁଁ ରହିଯାଇଛି ମାନେ ଏମିତିଆ ସିନ୍ ଏଠି ହେଉଛି କ'ଣ କରିବା କିଛି ବୁଝି ହେଉନି ଆଗକୁ ଯିବା କି ପଛକୁ ଯିବା ପଛକୁ ଗଲେ ବି କିଛିଟା ଏକ୍ସପ୍ଲୋର ହେଇପାରିବ ଯେଉଁ ଲୋକମାନେ ସବୁ ଅଛନ୍ତି ସେମାନେ ଏଠି ସବୁ ରହୁଛନ୍ତି ତ ଆମକୁ ଗୋଟେ ଭାଇ କହିଥିଲେ କି ଆଉ ଏଇ ଜାଗାରେ ଟିକେ ତୁମେ ଟିକେ ଯାଇକି ଟିକେ ଦେଖ ଟିକେ କ'ଣ ହେଇଛି ନ ହେଇଛି ତମର ଏ ଭିତରେ ଆମେ ଜାଣିଛୁ ଯେ ବହୁତ ସାରା ଜିନିଷ ଅଛି ଯେହେତୁ ଆମେ ଜାଣିନୁ ତ ଆମେ ଟିକେ ଜାଣିବାକୁ ଚାହୁଁଛୁ ତ ସେଥିପାଇଁ ଆମେ ଆସିଥିଲୁ ଆଜି ଭିଡ଼ିଓ କରିବାକୁ ଆମେ ପଶିଲା ବାଟରେ ଯେଉଁ ଗୋଟେ ପଶିଥିଲୁ ତ ଆମେ ସେ ବାଟଟା ଖୋଜିକି ବର୍ତ୍ତମାନ ପାଉନୁ ତ ଆମେ ପୁରା ହଇରାଣ ହେଇଗଲୁଣି ସେ ଜାଗାରେ ତ ଆମ ଘର ସାମ୍ନାରେ ଠିକ୍ ଅଛି ଆମେ ଏଥର ଭିତରକୁ ଟିକେ ଯିବା ଦେଖିବା ଆଉ କ'ଣ ହେଇଛି ଠିକ୍ ଅଛି ଚାଲନ୍ତୁ ଚାଲନ୍ତୁ ଏଇ ଜାଗା ତାକୁ ମାରି ଦେଇଥିଲେ ମାରିକି ତାକୁ ଏଇଠି ଇଏ କରିଦେଇଥିଲେ ଟୋଟାଲ ଉପରେ ପୋତି ଦେଇଥିଲେ ତାକୁ ମାରିକି ଏଇଠି ଏଇ ଜାଗାଟା ଦେଖିପାରୁଛନ୍ତି ଏଇ ଜାଗାରେ ମାରିକି ଏଇ ଗୋଟେ ଆବାଜ ହେଲା ପଛରେ ଦେଖିଲ ଏଇ ଭାଇ ଏଇଠି 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 ଏଇପଟେ ଏଇପଟେ କିପଟେ ଏଇଟା ସିଧା ସିଆଡ଼କୁ ଆହୁରି ଘର ଅଛି
ହେଲେ ଘର ଟୋଟାଲ ଆବାଣ୍ଡେଡ୍ ହେଇ ପଡ଼ିଛି, ଏମିତି ଜଙ୍ଗଲ ହେଇଯାଇଛି ଘର ଭିତରେ। ଭାଇ ଏଗୁଡ଼ା ଘର ଗୁଡ଼ା ନାହିଁ, ଏଗୁଡ଼ା ଭାଇ ଘର ଗୁଡ଼ାର ଖଦାନ ଭାଇ। ଏଠି ଭାଇ ଦେଖ, ଏଇଟା ଭାଇ ଲାଗୁଛି ଏଇଟା ଖାଲି ଗୋଟେ ବର୍ଡର ଗଲି, ହେଲେ ଏଇଟା ଦେଖ, ଏଇଟା ଗୋଟେ ପାଚି ଦେଇଛି, ଏଇଟା ବି ଗୋଟେ ଘର। ମାନେ ଭାଇ ପାଉଥିବ ଗୋଟେ ବଂଶର ଟୋଟାଲ। ଯିବା କି ସେ ଭିତରକୁ ଯିବ? ନା ନା ଭାଇ ଆଉ ଯିବାନି ଭିତରୁ। ଏଇ ଜାଗାରେ କି ଗୋଟେ ଅଛି କି ଜଣା ପଡୁଛି? ଲାଗୁଛି ତ ସେଇଠି କିଏ ଛିଡ଼ା ହେଇଛି ଭାଇ। ଏଇ ଭିତରକୁ ଗଲା କି ଭାଇ? ଇସି ଭାଇ 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 ସେଇଠି ଗଲା ଭାଇ। କିଏ ଗୋଟେ ସେଠି ଦେଖିଲ ନା ଗଲା? ହଁ ହଁ ଭାଇ ସେଇଠି ନେଇ କିଏ ଗୋଟେ ଗଲା ଗୋଟେ ଭାଇ। ହଁ ଭାଇ ଏଇ ଏପଟେ ତ ମନା କରୁଛି, ଏପଟେ ସେଠି ରହିବାନି। ଏପଟେ ବହୁତ ଜଣ ଏଠି ଅଛନ୍ତି, ଜଣ ଚାଲ ପଛକୁ ଗଲେ ଡାକ ଆରାମସେ ଚଲା। ଏଇ ଚାଲ ଏଇ ଚାଲ। ଏଇ ସେପଟେ କୁକୁର ଆବାଜ କଲାଣି, ସେପଟେ କୁକୁର ଭୋକିଲାଣି, ମାନେ କୁକୁର ଜାଣିନାହିଁ କି ଆମେ ଏଇ ଜାଗାରେ ଅଛ, ହେଲେ ସେପଟେ ଦୂରରୁ ଗୋଟେ ଆବାଜ ଆସୁଛି, କୁକୁର ଆବାଜ। ଆଉ ସେପଟେ ଚାଲିଲା ବେଳେ ଏଇଠି କିଏ ଗୋଟେ ଭାଇ ଚାଲିକି ଦେଖ ଏଇପଟେ। ଏଠି ଗୋଟେ ମୁଣ୍ଡ ଦେଖିଲେ କି? ହଁ ହଁ ଏଇ ଜାଗାରେ, ହଁ ଏଇ ଯୋଉ ଆମେ ଯୋଉଠି ଠିଆ ହେଇଥିଲେ ଏଇ ଜାଗାରେ। ହଁ ସେଇ ଜାଗାରେ, ଏଇଠି ହଁ ସେଇ ଜାଗାରେ ଭାଇ। କିଏ ଗୋଟେ ମୁଣ୍ଡ କାଟିଦେଇକି। ଠିକ ଅଛି, ଆମର ଗୋଟେ କାମ କର, ପଛକୁ ଆସ, ଏଇ ଗାଟା ଆସ, ବ୍ୟାଗ ଆସ। ତ ମୁଁ ଦେଖିକି ରିଏଲାଇଜ କରିପାରୁନି ଯେ ଆମେ ଏମିତିଆ ଗୋଟେ ଜିନିଷ ଦେଖିଥିବୁ ବୋଲି। ଆମେ ଦେଖିକି ଜାଣିବେ କେମିତି ଲୋକ। ଆମେ ଦେଖିକି ବହୁତ ସାରା ସେଠି ଜିନିଷ, ବହୁତ କିଛି ଡରି ଯାଇଛୁ। ତ ମୁଁ ଥିଲି ବାହାରିବାକୁ ଲାଗୁଛି ଏଇଠି, ଯିବା ବି ଚେଷ୍ଟା କରିବା ବାହାରିକି। ତ ଏମିତି କିଛି ନଜାରା ଏଇଠି ଦେଖି କିଏ ଅଛି। ଆଉ ସେଇ ଭିତରେ ଆମେ ଥିଲୁ, ପୁରା ଭିତରେ ଥିଲେ। ଆମେ ଏଇଠି ଚେଷ୍ଟା ଏଇ ଯେଉଁ ଷ୍ଟାର୍ଟିଂ ପଏଣ୍ଟ ଆମେ ଦେଖିଥିଲୁ, ଏଇ ଯେଉଁ ଜାଗାରୁ ଯେଉଁ ବାହାରି କଲିକି ଯେଉଁ ଯାଏ, ଏଇ ଜାଗାରେ କିଛି ସମୟ ଆମେ ବି ବସିବା, ଟିକେ ଷ୍ଟେ କରିବା, ତାପରେ ଦେଖିବା ଆମକୁ ସେ ଭିତରେ ଯେଉଁ ଜଣ ଜାଣିପାରିଲନି କି କ'ଣ ସେଇଟା ଥିଲା, ଯେଉଁ ଭିତରେ ଗୋଟେ ଆକ୍ଟିଭିଟି ଦେଖିବାକୁ ମିଳିଲା। ଏଇ ଭିତରେ ଯେଉଁଠି ଲାଇଟ୍ ମୁଁ ମାରୁଛି, ସେ ଯେଉଁ ଭିତରକୁ ଆମେ ଯାଇଥିଲୁ ଘର ଭିତରକୁ, ତ ଦେଖିବା ଏଇ ଜାଗାରେ ବି କିଛି ସେମ୍ ଜିନିଷ ଦେଖିବା ପାଇଁ ମିଳୁଛି ନା ନାହିଁ। ଯଦି ଅଧିକ କିଛି ପ୍ରୋବ୍ଲେମ୍ ହେଲା ତ ଆମେ ଏଠି ବାହାରି ପଳେଇବା। ଯଦି ଆମକୁ ଆଉ କିଛି ଲାଗିଲା ଭାରି, କାରଣ ଆମେ ଭିତରୁ ଯେତିକି ଆସିକି ଦେଖି ସାରିଲା, ଆମ ଦମ୍ଭ ଯେତିକି ଥିଲା ସେ ତ କମି ସାରିଲାଣି ଅଧା ଗଦା। ମାନେ ସତ କଥା ଡର ଲାଗୁଛି। ନା କ'ଣ କହୁଛ? ସମସ୍ତଙ୍କୁ ଲାଗିବ। ସାମ୍ନା ଘରଟା ବର୍ତ୍ତମାନ ସେ ଭିତରୁ ଆମେ ବାହାରିକି ଆସିଛୁ। ଆମେ ଏଇଠି ବି କିଛି ସମୟ ପାଇଁ ଷ୍ଟେ କରିବା, ଦେଖିବା କ'ଣ ହେଉଛି କ'ଣ ନା ଆକ୍ଟିଭିଟି, ଦେଖିବା କିଛି ମିଳିଲା ତ ଆପଣମାନଙ୍କୁ ଜଣାଉଛି। ଠିକ୍ ଅଛି, କରୁଛି, କେହି ବି ଆସିବ କେବେ ଲାଇଫରେ ଟ୍ରାଏ କରିବେନି। ଦେଖ ଯେଉଁ ଜାଗା କେହି ବି ଆସିବ କେବେ ବି ଲାଇଫରେ ଟ୍ରାଏ କରିବେନି। ଆ ବିଷୟରେ କହୁଛି ତମ ଭିତରେ ପୁରା ଆସ। ଏଇ ଭିତରେ ଲୋକ ରହୁଛନ୍ତି ଘର ଭିତରେ? ନା ଏଠି ଲାଇଟ୍ ଲାଗିଛି କ'ଣ? ମୁଁ କହୁଛି ଆ ବିଷୟରେ। ଭାଇ ଏଇ ଘରଟା ଭାଇ ଦେଖ ଭାଇ, ଏଇଠି ଯେଉଁ ସ୍ପେସଟା ଅଛି ଭାଇ, ଆଚ୍ଛା ସିଧାରୁ ଯାଇକି ଲେଫ୍ଟ ସାଇଡ, ଆଚ୍ଛା ଏଇ ଯୋଉ ସେଇ ପ୍ଲେସଟା। ହଁ ଭାଇ ତୁ ଦେଖ ଏଇ ପ୍ଲେସଟା, ଏଇଠି ଆସ ନା। ହଁ ଭାଇ ଲାଇଟ୍ କରି ଦେଉ ନା ଭାବିଛୁ ଦେଖିଦିଏ ଆଜ୍ଞା। ହଁ, ତ ଆମେ ବର୍ତ୍ତମାନ ଯେଉଁ ଲୋକେସନ୍ଟାକୁ ଠିଆ ହେଇଛୁ, ସେଇ ଘରଟା ଆମେ ଯେଉଁ ଦେଖିଲୁ, ଯେଉଁ ଆଭେଣ୍ଟେଡ୍ ହେଇକି ପଡ଼ିଛି, ଜଙ୍ଗଲ ହେଇଯାଇଛି, ସେଇ ଘରକୁ ଲୋକେଟେଡ୍ ଅଛି, ସେମ୍ ଘର ସେଇ ପାଖାପାଖିରେ ଅଛି, ମାନେ ଲାଗିଛି ଗୋଟେ ଜାଗାରେ। ତ ବର୍ତ୍ତମାନ ସେ ଆଉ ତାର ଅପୋଜିଟ୍ ସାଇଡ଼୍ରେ ଆମେ ଅଛୁ। ମାନେ ସେ ସାଇଡ଼୍ରେ ଗୋଟେ ଏମିତି ଗୋଟେ ଜଣେ ଅଛନ୍ତି ଶିବାଦା, ତାଙ୍କ ସହିତ ଗୋଟେ ଏମିତି ଗୋଟେ ଦୁର୍ଘଟଣା ଘଟିଥିଲା ସେ ସମୟରେ। ତ ସିଏ ସେଇଟା ଏକ୍ସପ୍ଲେନ୍ କରିବେ ଏଇ ଜାଗାରେ। ଆମେ ବର୍ଥଡ଼େ ପାର୍ଟି ଏଠି ସେଲିବ୍ରେଟ୍ କରୁଥିଲୁ, ଏଇଠି ସାଙ୍ଗ ଦୋସ୍ତିରେ ଟିକେ ଏଠି ଆମେ ବସିଥିଲୁ। ତ ରାତି ସେତେବେଳେ ବୋଧେ ପ୍ରାୟ 12:30-1 ରାତି ହେବ। ତ ଆମେ ଏଠି ବସିଥିଲୁ, କେକ୍ ଫେକ୍ କଟାକଟି କରିକି ହାପି ବର୍ଥଡ଼େ ବନେଇଥିଲୁ। ଠିକ୍ ଅଛି, ଆମେ ଏଠି ବସିକି ହାପି ବର୍ଥଡ଼େ ବନେଇ ସାରିଲା ପରେ ଖାଇବା ପିଇବା ହେଇଥିଲା। ତ ଆମେ ଯେତେବେଳେ ଖାଇବା ପିଇବା ଏଠି ବାଢ଼ୁଥିଲୁ, ସେଠି କ'ଣ ହେଇଥିଲା ନା, ଆମେ ଖାଇବା ଯେତେବେଳେ ଥୋଇଥିଲୁ, ତ ଆମ ପାଖରୁ ଜଣେ ଖାଇବା କିଏ ଗୋଟେ ଉଠେଇ ଢାଳିଥିଲୁ ଖାଇବା ପାଇଁ। ତ ଆମକୁ ଲାଗିଲା ଯେମିତିକି ଆମେ ତ ଥିଲୁ ମ୍ୟାକ୍ସିମମ୍, ନାଇଁ ଆମେ ମ୍ୟାକ୍ସିମମ୍ 20ଟା ଖଣ୍ଡେ ପିଲା ଥିଲୁ। ତ ଆମ ଭିତରୁ କ'ଣ ହେଇଥିଲା ନା, ଆମେ 20 ଜଣ ପିଲା ଥିଲୁ। ତ ଆମେ ସେଠି ଖାଇବା ପିଇବା ବାଢ଼ୁଥିଲୁ, ଆମ ପାଖରୁ ତ କିଏ ଗୋଟେ ଆସି ଖାଇବାଟା ନେଇକି ପଳେଇଥିଲା, ବୁଝିପାରିଲ। ଠିକ୍ ଅଛି, ମାନେ ସେ ଖାଇବାଟା ଆମ ପାଖରେ ଆମେ ବାଡ଼ିକି ସେଇଠି ରଖିଛୁ, ତ ଏକାଠି ବସିଛୁ ଖାଇବା ପାଇଁ। ତ
ଖାଇ ନଥିଲୁ ସେଟା ଟୋଟାଲି, ନା ବାହାରେ ବି ଦିଆହେଇନି, ମାନେ ଆମ ପିଲା କେହି ବାହାରେ ବି ଦେଇନାହାନ୍ତି, ସେଟା ବାଡ଼ିକି ରଖିଛନ୍ତି ଖାଇବା ପାଇଁ। ଠିକ୍ ଅଛି, ତ ଖାଇବା ଜିନିଷଟା ଥୁଆ ହେଇଛି। ତ ଆମକୁ ଆମେ ବସିକି ଆମେ କଥା ସାରା ହେଉଛୁ, ବହୁତ ସାଙ୍ଗମାନେ ମିଶିକି କଥାବାର୍ତ୍ତା ହେଉଛୁ। ତ ଉଠେଇକି ଯେତେବେଳେ ଆମେ ଦେଖୁଛୁ ଜିନିଷଟା ଥୁଆ ହେଇଛି, ତ ଆମ ପାଖରୁ ଜଣେ ଆମେ ଦେଖୁଛୁ, ସେ କେତେବେଳେ ନେଲା ଆମେ ଆଉ ଦେଖୁନୁ, ଯେହେତୁ ସେ ନେଇକି ବୁଲିକି ଗଲା ଯେତେବେଳେ ଆମେ ତାକୁ ଦେଖୁଛୁ, ସେ ଧରିକି ଯାଉଛି ଗୋଟେ ପ୍ଲେଟ୍ଟା, ଥାଳିଆ ପ୍ଲେଟ୍ଟା ଧରିକି ଯାଉଛି। ସେଇଠୁ ଆମେ ଯେତେବେଳେ ଦେଖିଲୁ ଯେତେବେଳେ ଜିନିଷଟା କ'ଣ ନା, ଆମେ ଭାବିଲୁ ହଁ କିଏ ଗୋଟେ ତ ଆମର ସାଙ୍ଗ ଦୋସ୍ତି ବୋଧେ ଥିବ, ତ କିଏ ଗୋଟେ ନେଇକି ଖାଇବା ପାଇଁ ଯାଇଥିବ। ତ ଆମେ ସେଥିପାଇଁ ତାକୁ କିଛି କହିଲୁନୁ। ସେ କ'ଣ ହେଲା ନା, ସେ ନେଇ ତ ଇଆଡ଼କୁ ଟିକେ ଆସିଲା, ତ ଦୂରକୁ ଆସିଲା ଯେତେବେଳେ ବସିକି ଏକେଲା ଖାଇଲା ସେଇଠୁ। ଠିକ୍ ଅଛି, ଆଚ୍ଛା ତ ଆମକୁ ଡକାଡୁକି ନାହିଁ, ତା ପାଖରେ ବି କେହି ନାହିଁ, ତ ସେ ଏକେଲା ବସିକି ଖାଇଲା। ଆମେ ଯେତେବେଳେ ଏଠି ଦେଖିଲୁ, ଯେହେତୁ ଗୋଟେ ପିଲା ଆମଠୁ ବହୁତ ଦୂରରେ ଏକେଲା ବସିକି ଖାଉଛି, ତ ସ୍ପଟଲି ପୁରା ଏଇ ଜାଗା, ବୁଝିପାରୁଛ, ଦେଖିବ ସେ ଜଣେ ଏଇ ଜାଗା ସ୍ପଟ, ଟାଙ୍କିଟା ଭାଇ ଦେଖେଇ ଦିଅ ଆକ୍ଚୁଆଲି ଭାଇ ଟାଙ୍କିଟା ବୁଝିପାରିଲ? ତ ଏଇଟା ଏଇ ସେ ସ୍ପଟ ଜାଗା, ବୁଝିପାରିଲ? ତ ଆମେ ଏଇଠି ବସିଥିଲୁ, ଏମିତି ନଆଟା ଅଛି। ବୁଝିପାରିଲ? ଆମେ ତମେ କୋଉଠି ତ ଆମେ ଏଇଠି ବସିଥିଲୁ, ଆମେ ସେଠି ଅବାଜ ବହୁତ ସାରା ପିଲା ଦେଲୁ ମିଶିକି। ମାନେ ଭାଇଙ୍କୁ ଲାଗିଲା କି ତାଙ୍କର କିଏ ଗୋଟେ ସାଙ୍ଗ ତ ଅବାଜ ଦେଲା ପରେ ତ ଆମେ ଏଠିକି ଆଇଲୁ। ଠିକ୍ ଅଛି, ତ ସେ ଏଉଠୁ କ'ଣ ହେଲା ନା, ଏଉଠୁ ଦୌଡ଼ିକି ଏଇ ସାମ୍ନାରେ ଗୋଟେ ଘର ଅଛି। ଠିକ୍ ଅଛି, ଏଇ ସାମ୍ନାରେ ଘର ଗୋଟେ ଅଛି, ତ ଏଇ ଘର ଭିତରକୁ ଆସିକି ତ ସେ କୋଉଠି ଗୋଟେ ରହିଗଲା। ଠିକ୍ ଅଛି, ତ ଆମେ ସେଠି ଜାଣିପାରିଲୁ ଯେ ସେଇ ଜିନିଷଟା ଭିତରେ ପ୍ରକୃତରେ କିଏ ଗୋଟେ ଅଛି। ତାର ଭିତରଟା ବିଜେଷ୍ଟ ତ କରିବା। ଆମେ ଦେଖିବା ଆଜି ସେ ଭିତରେ କ'ଣ ଅଛି। ଠିକ୍ ଅଛି, ତ ଦେଖିଲା ଆଜି ଜଣା ହିଁ ପଡ଼ିବ ଭିତରେ ଆକ୍ଚୁଆଲି ଅଛି କ'ଣ, ଘର କ'ଣ, ଘରର ରହସ୍ୟ କ'ଣ ଅଛି ଭିତରେ। ତ ଆମେ ଆଜି ଯାଇକି ତା ଭିତରେ ଭିଜିଟ୍ କରିକି ଦେଖିବୁ କ'ଣ ହେଇଛି। କ'ଣ ଦେଖୁନ ଏଇଟା ଠିକ୍ ଅଛି, ଏଇଟା ଦେଖିପାରୁଛ, ଏମିତି କେତେ ପୁରୁଣା ଖିଡ଼ିକିଟା, ଏଇଟା ପୁରା ଖତ ଖାଇକି ପୁରା ଖରାପ ହେଇଯାଇଛି, ଜଙ୍କ୍ ହେଇଯାଇଛି ପୁରା। ତ ଦେଖୁନ ସେ ଭିତରେ ଯେଉଁ ଲାଇଟ୍ ଜଳୁଛି ରୁମ୍ରେ, କେହି ନାହାନ୍ତି। ସେ ଭିତରେ ଘର ଲାଇଟ୍ ଜଳୁଛି, ଏଇ ଯେଉଁ ମୁଁ ଟର୍ଚ୍ଚ ମାରିଛି ସେଠି ଲାଇଟ୍ ଜଳୁଛି, ହେଲେ ରୁମ୍ରେ କେହି ନାହାନ୍ତି। ରୁମ୍ରେ କେହି ନାହାନ୍ତି, ଲୋକ ଚୁପଚାପ ମାନେ ସବୁ ଶୋଇଲେଣି, ହେଲେ ଏଇ ଘର ଭିତରେ କେହି ରହୁନାହାନ୍ତି। ତ ଆମେ ଚାଲୁନ ସାମ୍ନାକୁ ଯାଇକି ଭିଜିଟ୍ କରିବା। ତଳଟା ଇଏ ଅଛି, ଜାଗା ଏମିତିକା ଅଛି। ତ ଆମେ ଏବେ ଭିତରକୁ ପଶିବାକୁ ଯାଉଛୁ। ଏଇ ଟିକେ ଗୁ ଫୁ ଅଛି। ଏ ଭିତରଟା ଦେଖିପାରୁଥିବେ ଭିତର କେମିତି ପ୍ଲେସ୍ ଅଛି। ଠିକ୍ ଅଛି, ପୁରା ଜାଗା ଅଛି। ଯିବା ରାସ୍ତା ନାହିଁ, ଯାଇଥାନ୍ତା ନା, କଷ୍ଟ କରିବ ତ ବର୍ତ୍ତମାନ ବି ବାହାରିବା ପାଇଁ ଲାଗୁଛି ଏଠି। ତ ଜାଗାରେ ବାହାରିଛି, ଏଇଟା ବେଟର ହବ। ଆମକୁ ଚାଲ ତ ଛାଡ଼, ଯାହା ହେଇଛି ହେଇଛି। ସେଇଟା ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି। ଭିଡ଼ିଓ ମାଧ୍ୟମରେ ତ ଜଣେଇଦେବୁ। ଆଉ ପ୍ରଥମେ ଯେଉଁ ସେଇ ଯେଉଁ ଜାଗାକୁ ଯାଇଥିଲୁ ଭିତରକୁ, ସେ ଜଙ୍ଗଲ ଭିତରକୁ, ସେ ଜଙ୍ଗଲ ଭିତରେ ଗୋଟେ କିଛି ଗୋଟେ ଦେଖିବାକୁ ମିଳିଲା, ହାଲକା ଜଷ୍ଟ ସ୍ୟାଡ଼ୋ ଟାଇପ୍ର ସେଇଟା। ଆଉ ଲାଗିଲା କି ଗୋଟେ ଏମିତି ଅନେଇ ଦେଇକି ପଳଉଛି। ଅଛି ଏ ଜାଗାରେ ଏନର୍ଜି ଅଛି, ନେଗେଟିଭ୍ ଏନର୍ଜି ଅଛି। ଆଉ ହେଲେ ମାନେ ସବୁ ଜାଗାରେ ମାନେ ସବୁବେଳେ ଦେଖା ଦିଏନି, କି ଠିକ୍ ଟାଇମ୍ରେ ଦେଖା ଦିଏନି, କାହାକୁ ଏମିତି ଦେଖା ଦିଏନି। ତ ଟାଇମ୍ ହେଇଛି 1:56 ତ 2ଟା ବାଜିବ ଗଲାଣି ଭାରି। ତ ବର୍ତ୍ତମାନ ଆମେ ସେଇ ସ୍ଥାନରେ ବି ବସିକି ରହିଛୁ ଗୋଟେ ଜାଗାରେ। ତ ଏମିତି କିଛି ଆମେ ଦେଖିବାକୁ ମିଳିଲା, ସେ ଆପଣ ବି ଦେଖିଲେ। ଆମେ ବି ଦମ ମାନେ ସାହସ ବନେଇକି ସବୁ ଜାଗାରେ ଭିଡ଼ିଓ ବନେଇଲୁ ସେ ଭିତରଟା। ତ ବର୍ତ୍ତମାନ ଆଉ କିଛି ଆକ୍ଟିଭିଟି ଦେଖିବାକୁ ମିଳିଲା, ତ ସେଇଟାକୁ ରେକର୍ଡ଼ କରିବା, କ୍ୟାପଚର୍ କରିବା। ଆଉ ଯଦି ଏମିତିରେ ତ କିଛି ଦେଖିବାକୁ ମିଳିଲାନି, ନର୍ମାଲି କିଛି ଗୋଟେ ଜଷ୍ଟ ହାଲକା ସ୍ୟାଡ଼ୋ ଉପରେ ଦେଖିବାକୁ ମିଳିଲା। ତ ଆପଣମାନେ ସେଇଟା ଭିଡ଼ିଓରେ ଦେଖିକି ସେଇଟା କହିବେ, କମେଣ୍ଟରେ ଜଣାଇବେ କି ସେଇଟା ଜିନିଷଟା କ'ଣ। ତ ଠିକ୍ ଅଛି, ତ ଏତିକି କହି ଆମେମାନେ ରହୁଛୁ। ଆମ ଭିଡ଼ିଓଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ ଟିକେ। ଆଉ ଭିଡ଼ିଓଟିକୁ ଯଦି ଭଲ ପାଇଥିବେ ସମସ୍ତଙ୍କୁ ସେୟାର ବି କରିଦେବେ। ଆଉ ନିଜର ଫିଡ଼ବ୍ୟାକ୍ ନିହାତି ଭାବରେ ଦେବେ, କମେଣ୍ଟ କରିବେ। କମେଣ୍ଟ ବହୁତ କଷ୍ଟ ହେଇଛି ଭିଡ଼ିଓ କରିବାକୁ। ଆମେ ଆମର 100% ଦେଇକି ଆପଣମାନଙ୍କୁ ଦେଖେଇଲୁ। ତ ଆପଣଙ୍କର ବି ଏଇଟା କାମ ବନୁଛି। ଇ ତ ଆପଣ ପୁରା ଫାର୍ଷ୍ଟ ଲାଷ୍ଟ ଆମ ଭିଡ଼ିଓ ଦେଖିଛନ୍ତି। ତ ପ୍ଲିଜ୍ ନିଜର ଗୋଟେ ଛୋଟ ବୋଲା କମେଣ୍ଟ ପ୍ୟାରାସା ଦେବେ। ଆଉ ଏତିକି କହିକି ଆମେ ରହିଲୁ ସବୁ। ଜୟ ଜଗନ୍ନାଥ। ତ ଆପଣ ଆଫ୍ଟର ଲଙ୍ଗ ଟାଇମ୍ ଭିଡ଼ିଓଟା ଗୋଟେ ହେଇଛି। ତ ବସିକି ଜଷ୍ଟ ଖେଳିକି ଆମେ ଜଷ୍ଟ ମାନେ ଏମିତି ଫ୍ରେଶ୍ ହେଇକି ବସିଛୁ। ଆମେ ବସୁ ପୁରା ବସିଗଲୁ 8ଟା 8:30 ଯାଏଁ। ଭୂତ ଆଇଲା ଦୌଡ଼ିଲେ ଯୋଉ କହୁନୁ। ତ
କହୁଛି ବା ଭାଇ ସେଇ କଥା ମାନେ ସେ ଯୋଉ ଗଛଟା ନା ସେ ଗଛ ପଛ ପଟରୁ କଣ ହେଲା ନା ସେ ଟିଣଟା ଉଠିଲା ସେ ଟିଣଟା ଉଠି ଡାଇରେକ୍ଟ ପଇଲା ଧୁମ୍ କରି ତା ଭିତରୁ ଜଣେ ବାହାରିଗଲା ମୁଁ ଭାବିଲି କଣ ମାଙ୍କଡ ଫାଙ୍କଡ ହେଇଥିବ ଜଙ୍ଗଲ ଏରିଆ ନା କଣଟା ଏମିତି ହେଇଥିବ ଆମ ମୁଣ୍ଡରେ ମାନେ ଯୋଉ ଜିନିଷ ନଥିଲା ସେଇ ଜିନିଷ ଆମ ଏକ୍ସପେକ୍ଟେସନ ଯୋଉଟା ନଥିଲା ସେଇଟା ହେଲା ମୁଁ ଜଷ୍ଟ ଏମିତି ବାହାରି ଦେଖୁ ଜଣକ ଚୁଟି ଗଲା ଆଜ୍ଞା ଚୁଟି ଯିବ ସେ ଟିଣଟା ଉଠିକି ଏମିତି ପଡିବ ମାନେ ତା ଚୁଟି ବାସ୍ ଗୋଟେ ଖଣ୍ଡିଏ ଗଲା ସେ ଲୋକ କି ସ୍ତ୍ରୀ ଲୋକ ସେଇଟା ମୁଁ ଆଜି ଯାଏଁ ଜଣା ପଇଲାନି 8:30 ବେଳୁ ବାହାରିକି ଯାଇଛି 2 ମିନିଟ୍ରେ ମୋ ଘରେ ପହଞ୍ଚିଲି ତାପରେ ଜ୍ୱରରେ ପଡ଼ିଲି 4-5 ଦିନ ପୀରବାଙ୍କ ପାଖକୁ ଗଲି ଆଉ ସେଠି ଯାହା ବି ସବୁ ସିନ୍ ସବୁ ହେଲା ସେ କହିଲେ ଇଏ ଭୁଲ କରିଛି ତ ମତେ ମୋ ଭୁଲର ପରିସ୍ଥିତି ହେଲା ଲାଇଫର ଫାଷ୍ଟ ଆଉ ଏଇଟା ଆଜି ଲାଷ୍ଟ ଆଣ୍ଡ ଫାଷ୍ଟ ଯାହା ଆସିଛି ଭାଇମାନଙ୍କ ସହିତ ଜୋସରେ ପଳେଇ ଆସିଛି ନହେଲେ ଏକେଲା ଜାଗାକୁ ପ୍ଲିଜ୍ ସାଙ୍ଗମାନେ ରେକମେଣ୍ଡ କରିବି ଆସିବେନି ତ ସେଇ ଆଉ ଏବେ ଯାଇ ସେ ଘରକୁ ଅନଉଛି ଆଣ୍ଡ ଏନିୱେୟାର ଯଦି ସିଙ୍ଗଲ ରହୁଛ ତ ପ୍ଲିଜ୍ ନିଜର ସାହସ ଦମ୍ବ ଦେଖିକି ଏମିତିକା ଜାଗାକୁ ଆସିବନି ଯଦି ବି ଆସୁଛ ସଂଗଠନ ହେଇକିନା ଆସିବ 5-6 ଯେଉଁଥିପାଇଁ ତୁମ ନିଜର ସାହସ ପାଇବ ଆଉ ତୁମେ ଆରାମସେ ଆସିକି ନିଜେ ବି ସେଫ୍ଟି ବି ରହିବ ଆଉ ଏଇଟା ସତ କଥା ଫାଷ୍ଟ ନିଜେ ବଞ୍ଚିଲେ ବାପା ମାର ନା ଆଉ ଏସବୁ ଜାଗାକୁ ଆସିକି ଯଦି ତୁମେ ଏକ୍ସପେକ୍ଟ କରୁଛ କି ବଞ୍ଚିକିନା ଯିବ ତ ଏଇଟା ପୁରା ଭୁଲ ଆଚ୍ଛା କାରଣ ମଣିଷ ଅଛନ୍ତି ମାନେ ଭୂତ ବି ଅଛନ୍ତି ଏଇଟା ସତ କଥା ଆପଣ ଯେଉଁ ଠାକୁରଙ୍କୁ ମାନୁଛନ୍ତି ତ ଭୂତକୁ ବି ମାନିବାକୁ ପଡ଼ିବ ଆପଣ ଯଦି ମନ୍ଦିର ଯାଇକି ଠାକୁରଙ୍କୁ ଦେଖିବାକୁ ଚାହିଁବେନି ତ କାହାକୁ ଦେଖିବେ ତ ସେମିତି ହଣ୍ଟେଡ୍ ପ୍ଲେସ୍କୁ ଆସିକି ଭୂତ ପ୍ରେତକୁ ଦେଖିବେନି ତ କାହାକୁ ଦେଖିବେ ସେମିତିଆ କିଛି ହେଲା କଥା ଆସିଛ ମାନେ ତ ନିହାତି ଭାବରେ ଆମେ ତାପରେ ଭାଇ ଜିନିଷଟା କ'ଣ ହେଲା ନା କ'ଣ ସେ ପଡ଼ିଗଲା ଜିନିଷଟା ଭାଇ ଟିଣ ଜଷ୍ଟ ପଇଲା ଜଣେ ଏମିତି ଭାଇଲା ଯିଏ ମୋ ସାଙ୍ଗରେ ଥିଲେ ସେ ବଡ଼ ଭାଇଟା ଥିଲେ ସେ ଜଷ୍ଟ ବାହାରି ଦେଖିଲେ କହିଲେ ଆରେ ଲିପୁ କ'ଣଟା ଏମିତି ଗୋଟେ ଗଲା ପଛପଟେ ମୁଣ୍ଡ ଖରାପ ସିନ୍ ଗାଇ ସେତିକି ଆଉ କିଛି ନାହିଁ ଆମେ ଘରକୁ ପଳେଇଲେ ଆଉ କହି କାଟିଦିଅ ତାପରେ କ'ଣ ହେଲା ନା ଆମେ ଡେଇଁଲୁ ମୁଁ ସେ ଡେଇଁକି ଆସିଲି କୁକୁର ଗାନ୍ଧିକି ଟିଣ ଗାଈ ଡେଇଁକି ତ ଗଲି ମା ଇଏ କୁକୁର ଏଇଠି କୁଆଡ଼େ ଏଇଠି ତ କାମୁଡ଼ା କୁତ୍ତା ସିଏ ଥିଲା ପେଡିଗ୍ରିଟା ପେଡିଗ୍ରି ସେଟା କରାଟ କହୁଛି ପେଡିଗ୍ରି ନାହିଁ ଖାଇବା କାମୁଡ଼ି ଦେଲା ତମକୁ ନା ଖାଇବା ମାନେ ଉର୍ବୁସିଆରେ ପଶିଯାଇଛି ଭୂତ ଥିଲା କି ଭୂତ ଏଇଟା ସତ କଥା ମାନେ 8-10ଟା ଭୂତ ଯେମିତି ପଶିଲେ ଥରେକରେ ମା ଇଏ ପୁଣି ଗାଡ଼ି ମାଡ଼ି ସହ ପୁରା ଅଲଗା ପ୍ରକାର ସିନ୍ ପେଡିଗ୍ରି ଭୂତ କ'ଣ ହେଲା ପେଡିଗ୍ରି ଭୂତ ଭାଇ ଜିନିଷଟା କ'ଣ ଆଉ ଡରିକି ପାଟିରୁ ଯାହା ନାହିଁ ତା ବାଜି କାହିଁକି ଜାଗା ଦେଖିପାରୁଛି ରୁମ ମୋ ଟାଙ୍କୁଳି ଗଲାଣି